ବନ୍ଧୁଗଣ ଆପଣମାନଙ୍କୁ ଆମର ଏହି ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ ଜଣାଉଛୁ। ସହର ହେଉ ଅଥବା ଗାଁରେ ପ୍ରତ୍ୟେକ ମହିଳାମାନେ ପାଦରେ ପାଉଁଜି ପିନ୍ଧିଥାନ୍ତି। କୁହାଯାଏ କି ମହିଳାମାନେ ଆଭୂଷଣ ସଜେଇ ହେବା ଦ୍ୱାରା ତାଙ୍କର ସୁନ୍ଦରତା ଅଧିକ ବଢ଼ିଯାଇଥାଏ। କିନ୍ତୁ ପାଉଁଜି ପିନ୍ଧୁଥିବା ମହିଳାମାନେ ଏ ବିଷୟରେ ଜାଣିନଥିବେ କି ପାଦରେ ପାଉଁଜି ପିନ୍ଧିବା ଦ୍ୱାରା କେଉଁ ସବୁ ଲାଭ ମିଳିଥାଏ। ତେବେ ଆଜି ଆମେ ଆପଣମାନଙ୍କୁ ମହିଳାମାନେ ପାଦରେ ପାଉଁଜି ପିନ୍ଧିବା ଦ୍ୱାରା କ'ଣ ସବୁ ଲାଭ ମିଳିଥାଏ ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ। ତ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନେ ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନେ ଘରେ କେବେ ବି ଖରାପ ବା ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ। କାରଣ ପାଉଁଜିରେ ଥିବା ଘୁଙ୍ଗୁର ଧ୍ୱନି ଯୋଗୁଁ ଘରର ବାତାବରଣ ସକାରାତ୍ମକ କରିଦେଇଥାଏ। ପରିବାରର ଲୋକେ ସୁଖ ଶାନ୍ତିର ଜୀବନ ଅତିବାହିତ କରିଥାନ୍ତି। ତେଣୁ ପ୍ରତ୍ୟେକ ମହିଳାମାନେ ନିଶ୍ଚିତ ଭାବରେ ନିଜ ପାଦରେ ପାଉଁଜି ପିନ୍ଧିବା ଉଚିତ। ଯେଉଁ ଘରେ ମହିଳାମାନେ ପାଉଁଜି ପିନ୍ଧିଥାନ୍ତି ସେହି ଘରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଈଶ୍ୱରଙ୍କ କୃପା ଦୃଷ୍ଟି ପଡ଼ିଥାଏ। ପାଉଁଜିର ଶବ୍ଦ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେଣୁ ଯେଉଁ ମହିଳାମାନେ ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନେ ପରିବାରର ଲୋକେ ସର୍ବଦା ସୁଖ ଶାନ୍ତିରେ ରହିଥାନ୍ତି। ସାଧାରଣତଃ ପାଉଁଜି ରୂପା ଧାତୁରେ ତିଆରି ହୋଇଥାଏ। ଏହାକୁ ପିନ୍ଧିବା ଦ୍ୱାରା ଆମ ଶରୀରର ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଏଥିପାଇଁ ଯେଉଁ ମହିଳାମାନେ ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନଙ୍କୁ ଶରୀର ସମ୍ବନ୍ଧୀୟ କୌଣସି ପ୍ରକାରର ସମସ୍ୟା ହୋଇନଥାଏ। ଯଦି ଆପଣ ନିଜ ପାଦରେ ପାଉଁଜି ପିନ୍ଧିବେ ତାହେଲେ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଏବଂ ଆପଣ ସର୍ବଦା ସୁସ୍ଥ ରହିବେ। ତେଣୁ ଆପଣ ସର୍ବଦା ରୂପା ଧାତୁରେ ତିଆରି ପାଉଁଜି ପରିଧାନ କରନ୍ତୁ। ଦେଖିବେ ସବୁ ଶୁଭ ରହିବ। ତେବେ ସାଙ୍ଗମାନେ, ଯଦି ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି ଭଲ ଲାଗିଥିବ ତ ନିଶ୍ଚିତ ଭାବେ ଲାଇକ୍ କରିବ। ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଦେବେ। ତ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆଉ ହଁ, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଯାହାଦ୍ୱାରା ଆଗକୁ ଆସୁଥିବା ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତ ଏଇଭଳିଆ ଭିଡ଼ିଓ ଆଗକୁ ଦେଖିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଠିକ୍ ଅଛି, ତ ପୁଣି ଦେଖା ହେବ ନୂଆ ଏକ ଭିଡ଼ିଓ ନେଇ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଜଗନ୍ନାଥ।